କମିଶନ ଆସିବାରୁ ତାଙ୍କୁ ହଁ ସେ ମିଳିଲା ନା ହଁ ସେ ଯୋଉ ବିପି ମଣ୍ଡଳ ଯୋଉ ଥିଲେ ତାଙ୍କ କମିଶନ କାକା କେଲରଙ୍କ କମିଟି ପରେ ତାପରେ 77 ମସିହାରେ ମଣ୍ଡଳ କମିଶନ ଯୋଉଟା ବସିଲା 80 ମସିହାରେ ରିପୋର୍ଟ ଦେଲା ଇମ୍ପ୍ଲିମେଣ୍ଟ ହେଲା ଭିପି ସିଂ ସରକାର ଯେତେବେଳେ ଥିଲେ ସେତେବେଳେ ସେ ତାକୁ ଇମ୍ପ୍ଲିମେଣ୍ଟ କଲେ। କିନ୍ତୁ ଆପଣ ମାର୍କ କରିବେ ଯେ ମଣ୍ଡଳ କମିଶନର ଯଦି ବିରୋଧ କିଏ କରୁଥିଲା ସେ ସମୟରେ ଓବିସି ଲୋକମାନେ ବୁଝିନଥିଲେ କଣ ସିଏ ଭାବିଦେଲେ ତାଙ୍କୁ ଗୋଟେ ପ୍ରଚାର କଲା ଯେ ତମର ରିଜର୍ଭେସନ ହେଇଗଲା ତମକୁ ଚାକିରି ମିଳିବନି କିନ୍ତୁ ଯେତେବେଳେ ତାଙ୍କରି ପାଇଁ କରାହଉଛି କିନ୍ତୁ ସେଇଠି ଦେଖିବେ ଗୁଡାଏ ଦିଲ୍ଲୀ ଫିଲ୍ଡ ଅନ୍ୟ ଆଡେ ସବୁ ଆନ୍ଦୋଳନ ହେଲା ତା ବିରୁଦ୍ଧରେ ସେଥିରେ ବେଶୀ ପାର୍ଟିସିପେଟ କିଏ କରୁଥିଲେ ନା ଏଇ ଓବିସି ଲୋକମାନେ ଯୋଉମାନଙ୍କୁ ମିଳୁଛି ସେମାନେ ତାକୁ ବିରୋଧ କରୁଥିଲେ ସେମାନେ ବସିକି। ମୁଁ ବୁଝିପାରିନି ଏଇ ଲୋକଙ୍କର କୋଉ ଭଳିଆ ଭାବରେ ଅପପ୍ରଚାର ଏବଂ ଯୋଉ ମିଡିଆ ସେକ୍ଟର ଅଛି ଏମିତି ପ୍ରଚାର କରୁଛନ୍ତି ଅନ୍ୟମାନେ ଯେ ଏଥିରେ ଏକ୍ଜାକ୍ଟଲି ଯେମିତି ହିନ୍ଦୁ କୋଡ ବିଲ୍ ଆସିଲା ହିନ୍ଦୁ କୋଡ ବିଲ୍ ହିନ୍ଦୁ ସ୍ତ୍ରୀ ଲୋକଙ୍କ ପାଇଁ ବହୁତ ଗୁଡା ତାଙ୍କର ସୁବିଧା ସୁଯୋଗ କରିବା ପାଇଁ ଯଥା ତାଙ୍କ ପାଇଁ ଡିଭୋର୍ସ ରାଇଟ୍ ଆସିବା ପ୍ରପର୍ଟି ରାଇଟ୍ ରହିବା ଏସବୁ ଜିନିଷ ଏଜୁକେସନ ଉପରେ ଏଇସବୁ ଜିନିଷ କରିବା ପାଇଁ ବ୍ୟବସ୍ଥା କରାଗଲା କିନ୍ତୁ ସେଇ ହିନ୍ଦୁ ସ୍ତ୍ରୀ ଲୋକମାନେ ଆଗ ତାକୁ ବିରୋଧ କଲେ ଯାଇକି ତାଙ୍କ କଥାରେ ପୁରୁଷ ମାନଙ୍କ କଥାରେ ପଡିକି ଯେ ଏଇଟା କରିବା ଦ୍ୱାରା ଆମ ସଂସ୍କୃତି ପରମ୍ପରା ନଷ୍ଟ ହେଇଯିବ। ସେ କଣ ସେ ସଂସ୍କୃତି ଯୋଉ ସଂସ୍କୃତି ପରମ୍ପରା କାହାକୁ ଉଚ୍ଚ କାହାକୁ ନିଚ କରୁଛି ସେ ସଂସ୍କୃତି ପରମ୍ପରା ରହିଲେ କେତେ ଭାସିଗଲେ କେତେ କଣ ସେଥିରୁ ମିଳିବ। ସେମାନେ ସେମିତି ନା ନା ଏମାନେ ଯୋଉ ରାଜ୍ୟ ଏମାନଙ୍କର ସେ ଦେଖୁନାହାନ୍ତି ପେଟ ପଛେ ପଡିଯାଉ ଆଗେ ଆଙ୍କର ସଂସ୍କୃତି ଦରକାର ହଁ ଆଉ ହଁ ଖାଇବେ ହଁ ହଁ ଧରିକି ବସିକି ଆଉ ସେଇ ଯୋଉ ହଁ ମୁଣ୍ଡରେ ପିନ୍ଧିକି ଏଇ ବୁଲିବେ ସଂସ୍କୃତି। ମାନସିକତାରେ ଯଦି ଏଇ ମାନସିକତାରେ ଯଦି ଲୋକ ରହିବ ତ ସେଇଥିରେ ଯାହା ହବା କଥା ହଉଛି ତେଣୁ ରାଜୀବ ଗୋସ୍ୱାମୀ ଯିଏ ପ୍ରଥମ ଲୋକ ଯିଏକି ଆତ୍ମ ଦାହ ଦେଇଥିଲା ନିଜକୁ ସେଇ ମଣ୍ଡଳ ଆନ୍ଦୋଳନ ବେଳେ ଭିପି ସିଂ ସମୟରେ ସେ ନିଜେ ଜଣେ ଓବିସି ତାରି ପାଇଁ କରାହଉଛି ସେ କିନ୍ତୁ ଆତ୍ମଦାହ କରୁଛି ଏଇଟା ଖରାପ ଜିନିଷ ବୋଲି। ଏଇଟା ଖରାପ ଜିନିଷ ସେଇ କଥା ମୁଁ ବାରମ୍ବାର ଷ୍ଟ୍ରିମରେ ସବୁବେଳେ କହେ ଯେ ରିଜର୍ଭେସନ ଯଦି ଖରାପ ଜିନିଷ ବୋଲି ସମସ୍ତେ କହୁଛନ୍ତି ତାହେଲେ ସବୁଠୁ ଅଧିକା ରିଜର୍ଭେସନ ଅଛି ତାମିଲନାଡୁରେ ଇଭେନ ସ୍ୱାଧୀନତା ପୂର୍ବରୁ ମଧ୍ୟ ସେଠି ରିଜର୍ଭେସନ ବ୍ୟବସ୍ଥା କରାହେଇଥିଲା। ତ ତାମିଲନାଡୁ ତ ସବୁଠୁ ପଛୁଆ ଗରିବ ରାଜ୍ୟ ହେଇଯିବା କଥା ସବୁଥିରୁ ପଛେଇ ଯିବା କଥା ବର୍ତ୍ତମାନ ତାମିଲନାଡୁ ଦେଖନ୍ତୁ ତାମିଲନାଡୁ ଲୋକମାନେ କୋଉ ଫିଲ୍ଡରେ ନାହାନ୍ତି ତାମିଲନାଡୁର ଲୋକମାନେ କୋଉ ଭଳିଆ ନା କୋଉ ଲୋକ ତାଙ୍କ ସେଠି ପଛୁଆ ଅଛନ୍ତି ପ୍ରାୟ ଦେଖିବେ ସମସ୍ତେ। ଆଉ ଗୋଟେ ଯୋଉ ଡିଫରେନ୍ସ ଲୋକ କରୁଛନ୍ତି ଯେ ଏସସି ଆଉ ଏସଟି ପାଇଁ ଗୋଟେ କ୍ରିମିଲେୟାର କରିଦିଅ ଯେମିତି ଓବିସି ମାନଙ୍କ ପାଇଁ ସେଟା କ୍ଲିୟରଲି କନଷ୍ଟିଟ୍ୟୁସନରେ ଲେଖା ହେଇଛି ଓବିସି ମାନେ ହଉଛନ୍ତି ଅଦର ବ୍ୟାକୱାର୍ଡ କ୍ଲାସ ଏମାନେ ହଉଛନ୍ତି ସେଡ୍ୟୁଲ୍ଡ କାଷ୍ଟ ସେଡ୍ୟୁଲ୍ଡ ଟ୍ରାଇବ ଏ ଦିଟା ଭିତରେ ଫରକ ବୁଝିବାର ଅଛି। ଏମାନେ କ୍ଲାସ ରେ ଆସୁଛନ୍ତି ଏମାନେ କାଷ୍ଟରେ ଆସୁନାହାନ୍ତି ଓବିସି କହିଲେ ଏବଂ ସେଥିପାଇଁ ଓବିସି ଭିତରେ ମଧ୍ୟ ଆପଣ ମୁସଲିମ ଲୋକଙ୍କୁ ପାଇବେ ଓବିସି ଭିତରେ ଓବିସି କିଛି ଗ୍ରୁପ ମୁସଲିମ ଲୋକ ମଧ୍ୟ ଓବିସି କାଟେଗୋରୀରେ ଆସୁଛନ୍ତି ଗୁଜର ଯୋଉମାନେ ଅଛନ୍ତି ମୁସଲିମ ଲୋକ ସେମାନେ ଓବିସିରେ ଆସନ୍ତି। ଆଇଏସ ରେଜଲ୍ଟ ବାହାରେ ସେତେବେଳେ ଦେଖିବାକୁ ମୁସଲିମ ନା କିନ୍ତୁ ଦେଖିବାକୁ ସେପଟେ ଲେଖା ହେଇଛି ସେ ଓବିସି ରେ ଆସୁଛନ୍ତି। ଓବିସି ଟା ଅଲଗା ଜିନିଷ ସେ କ୍ଲାସ କଥା ରିପ୍ରେଜେଣ୍ଟ କରୁଛି କିନ୍ତୁ ଏସସି ଏସଟି ଏଇଥିପାଇଁ କରାଯାଉନି ଏଇ ଏକ୍ଜାମ୍ପଲ ଜଷ୍ଟ ଏବେ ମୁଁ କହିଲି ଯାହା ସେ କାହିଁ କରାଯାଉନି ଦେଖନ୍ତୁ ଜଣେ ଆଇପିଏସ୍ ପାଇଲା ତା ସ୍ତ୍ରୀ ଆଇଏସ୍ ଅଫିସର କିନ୍ତୁ ତାକୁ କାଷ୍ଟ ଡିସକ୍ରିମିନେସନ କରାହଉଛି ମାନେ ସେ ଯେତେ ବଡ ହେଲେ ବି ତ ଜାତି ଅନୁସାରେ ତତେ ଆମେ ଛୋଟ କରୁ ତାକୁ ଦେଇଥିଲେ କୋଉଠି ନା ପୋଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ ର ସେ ହେଡ ହେଇକି ଥିଲା ମାନେ ଏଇସବୁ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ସବୁଠୁ ପନିଶମେଣ୍ଟ ପୋଷ୍ଟ ବୋଲି ତାକୁ କହନ୍ତି। ଜଣେ ସାର୍ ଆଇଜି ଆଉ ଜଣେ ଗୋଟେ ଡିଆଇଜି ରାଙ୍କ କହିବା ରହିବା ଦରକାର। ଜଣଙ୍କର ଗୋଟେ ଇଏ ଅଛି ପଢିଦବା humanity first human with science excellent work I do not know Odia but I support you thank you humanity first को हमारी तरफ से आपको हाँ हाँ धन्यवाद excellent work don't सपोर्ट know के लिए। Odia but I support you okay thank you very much humanity area if you don't know Odia is not your fault there is so many languages you are not supposed to know every language but if you support our program or support our mission then thank you very much for supporting us। ओके अभी अभी एबे जाने जोड़ी ही ଆମର ଗେଷ୍ଟ ତାଙ୍କୁ ମୁଁ ନଉଛି ସୁରେଶ ଆଣନ୍ତୁ ପୁରୋହିତ। हेलो सर। ହଁ ହ୍ୟାଲୋ हाँ सर नमस्कार। ନମସ୍କାର ବହୁତ ନମସ୍କାର କୁହନ୍ତୁ। सर ମୁଁ ବରଗଡ଼ डिस्ट्रिक्ट कହୁଥିଲି सर। କୁହନ୍ତୁ। सर ମୁଁ एक्चुअली ମୁଁ ब्राह्मण कास्ट ରୁ ବିଲଙ୍ଗ କରୁଛି। କୁହନ୍ତୁ। ଗୋଟେ ଗାଁରୁ କହୁଥିଲି ସାର୍। ହଁ ହଁ ସାର୍ ସବୁବେଳେ ସମସ୍ତ ବ୍ରାହ୍ମଣଙ୍କୁ ଟାର୍ଗେଟ କରାହଉଛି ତ ମୁଁ ତ ଏସି କରି ଖାଉଛି ବି
ମୋର ବୁଝିଲି ନାଇଁ ସାର୍। ନାଇଁ ହୁଁ। ସାର୍ ଶୁଣନ୍ତି ବ୍ରାହ୍ମଣ ନାଇଁ ମାନଙ୍କୁ କିଛି ଟାର୍ଗେଟ ନାହିଁ, ବ୍ରାହ୍ମଣ ବାଦୀ ମାନଙ୍କୁ ଆମେ ଯେ କହୁଛୁ ବ୍ରାହ୍ମଣ ଆଜ୍ଞା ହଁ ହଁ ଆଜି ସେ କୋଉଠି ବ୍ରାହ୍ମଣ ବାଦୀ ଯୋଉ ବର୍ଚସ୍ୱବାଦ କହନ୍ତିନି, ଏ ଆମର ହିଁ ସବୁ ଜାଗାରେ ରହିବ, ଉପରେ ରହିବ, ଆମେ ହିଁ ରହିବୁ ସବୁ ମୋ ଆଗରେ, ମୋର ଏଇଟା ମୋର କଥା ସାର୍ ଚାଲିଛି। ଆମେ ବ୍ରାହ୍ମଣ ବ୍ୟକ୍ତିଗତ ଗୋଟେ କଥା କହୁଛି ସାର୍। ମୁଁ ଗୋଟେ ଆସିକି ଗୋଟେ 6 ମାସ ରହିଥିଲି ସାର୍। ଏମିତି ଓକେ ଏମିତି ସେଠୁ ଫିଲିଙ୍ଗ ନାହିଁ ସାର୍। ନାଇଁ ସେଇଠୁ କଣ ହେଲା, କଣ ମାନେ ସେଟା କଣ ମାନେ ଦଳ କଲେ ଆପଣ ନା କଣ ଆପଣ କଲେ? ଧାର୍ମିକ ମାନେ ଆପଣ ଧାର୍ମିକ କି ମାନେ ଇଏ ନା ନା ମୁଁ ପୂଜା ପୂଜା ରେସନାଲ ପାଠରେ ପର୍ସନ? ଟିକେ ଟିକେ ବିରୋଧ କରେ ମୁଁ। ଓକେ ପୂଜା ଆଚ୍ଛା ପୂଜା ପାଠକୁ ଟିକେ ମୁଁ ସପୋର୍ଟ କରେନି, ମତେ ଟିକେ ବିଶ୍ୱାସ ଲାଗେନି ଟିକେ। ହୁଁ କିନ୍ତୁ ଠିକ ଖାଲି ଠିକ ଅଛି। ବ୍ରାହ୍ମଣ ମାନଙ୍କୁ ଖାଲି ଗାଲି ଦିଆ ହୁଏ ତ ଲେକିନ ମତେ ଆପଣ ଟିକେ ଇଚ୍ଛା ଯେ ଏଇଟା ଆଉ ଗୋଟେ ଆପଣଙ୍କର ଆଉ ଗୋଟେ ମନରେ ଏଇଟା ବି ରହିଗଲା ଯେ କି ମୁଁ ବହୁତ ବଡ କିଛି କାମ କରିଦେଇଛି, କି ମତେ ଇଏ ମିଳିବା ଦରକାର କଣ ହେଲା, ଆପଣ ଯୋଉଟା କି ଏଇଟା ବି ସେମିତି ବ୍ରାହ୍ମଣବାଦୀରେ ଆସୁଛି। ଆପଣ ସେମିତି ଯୋଉ ଶୁଣନ୍ତୁ। ଥଟ୍ ପ୍ରୋସେସ ଟା ହଁ କହିଲେ ନା କି ମୁଁ ଏସି ଘରେ ଖାଇଦେଲି, ଏଇଟା ବି ସେ ବ୍ରାହ୍ମଣବାଦୀ ଚିନ୍ତାରେ ଆସୁଛି। ଦେଖିବାକୁ ଗଲେ ଖାଇଦେଲ ନା ବୋଲି କିଛି ନା ଖାଇଲେ ସାର୍ ମତେ ଟିକେ ମଣିଷ ପାଖରେ ଖାଇଲେ ଆଉଥରେ ବଡ କଥା କଣ ବଡ ହେଲା କୋଉଠୁ ସେଥିରେ? ବଡ କୋଉଟା ହେଇଗଲା? ନାଇଁ ମତେ ଟିକେ ଫିଲ୍ ଲାଗିଲା ତ ସେଥିପାଇଁ ଟିକେ ଜଏନ୍ କଲି ଆଉ ଟିକେ କହିଦେଲି। ହଁ ନାଇଁ ଠିକ ଅଛି, ନାଇଁ ଆପଣ ନାଇଁ ମତ ଠିକ ବ୍ୟକ୍ତ ଅଛି କରନ୍ତୁ, କହିଲ, ସେଥିରେ କିନ୍ତୁ କିଛି ନାହିଁ। ଏଇଟା ଇଏ ଜିନିଷ ଇଏ ଆପଣଙ୍କର ଦୋଷ ନୁହଁ। ଏଇଟା ଯୋଉଟା ସିଷ୍ଟମ ସବକନସିୟସ ବନା ମାଇଣ୍ଡରେ ଆପଣ ରହୁଛି ବନା ଯେ, ହେଇଛି ହଁ ରହୁଛି, ସବକନସିୟସ ସେଇଟା ଆମେ ମାଇଣ୍ଡରେ ଆପଣ କହିବାନି। ରହୁଛି, ସମସ୍ତେ କି କିନ୍ତୁ ସାର୍ ସମାନ ଆପଣ ଦେଖ। କିନ୍ତୁ ସାର୍ ମୁଁ ବି ପୂଜା ପାଠକୁ ପ୍ରାୟ ସପୋର୍ଟ କରେନି, ମତେ ପୁରା ବିଶ୍ୱାସ ଲାଗେନି। ହୁଁ ପୂଜା ପାଠ ହଁ କର ନ କର ସେଇଟା ସେଇ ହଉଛି ଆପଣଙ୍କର ପୂଜା ବ୍ୟକ୍ତିଗତ ଅଧିକାର, ସେ ଆମେ ତାକୁ ବ୍ୟକ୍ତିଗତ ସାର୍ ଯୋଉଟା ସେଟା ହଁ ସେ ଆପଣଙ୍କ ଘରେ କଣ କରିବେ ସେଇଟା ଆମେ କିନ୍ତୁ ସେ ଜିନିଷଟା ଯୋଉ ବାହାରେ ଆଣିକି କରିକି ଯୋଉ ଜିନିଷଟାକୁ କୁରୀତି କୁ ସବୁ ବ୍ୟବହାର ପ୍ରଚଳନରେ ଅଣା ଯାଉଛି, ତାର ଯୋଉ ଇଫେକ୍ଟ ପଡୁଛି ସମାଜ ଉପରେ, ସେଇଟାକୁ ଆମେ କହୁଛୁ। ନାଇଁ ଆପଣ ଘରେ କଣ ଅଛି କଲେ ସାର୍ କଲେ ଅଛି ସେଇଟା ଆମର ଇଏ ନାହିଁ। ହଁ ଫିଲିଙ୍ଗ ଗାଁ ଏହାକୁ ମାନଙ୍କୁ ବି ଅଛି ପଡୁଛି ନା ସାର୍। ନାଇଁ? ମୁଁ ଅଛି ଅଛି ହଁ ନାଇଁ ଆମ କହିବା କଥା କଣ, ଫିଲ୍ମ କୋଉ ସବୁ ଜାଗାରେ ଅଛି, କୋଉ ଅଲଗା ଅଲଗା ସବୁ ରୂପ ନେଇ ସାରିଲାଣି, ବୁଝିପାରିଲ? ସାର୍। ସେତେବେଳେ ଥିଲା ଅଲଗା କିଛି ଅଲଗା ରୂପ ନେଇ ସାରିଲାଣି, କିନ୍ତୁ ଦେଖିବ ମୁଁ ମାନେ ଲୋକ ବାହାରେ ରହୁଥିବେ, ବୁଝିପାରିଲ? ଯୋଉମାନେ ଆଉଟ ଅଫ୍ ଓଡିଶା ରହୁଥିବେ, ସେ ଦେଖାବେ ସେଇ ଗୋଟେ ଧର ଗୋଟେ ଅପର ଗୋଟେ ଲୋଅର କାଷ୍ଟ ଦେଖା ହେଇଯିବେ, ସେଠି ବାହାରେ ଖାଇବେ, ବସିବେ, ସବୁ କରିବେ, ମନ୍ଦିର ଯିବେ, ସବୁ କରିବେ। ଯେମିତି ତମେ ତାଙ୍କ ଘରକୁ ଧର ବୁଲିବାକୁ କେବେ ପଳେଇଯିବ, ଯିବ ତାଙ୍କ ଘରକୁ ପହଞ୍ଚିଯିବେ ଯାଇକି, ସେଠୁ ତାଙ୍କର ସେ ଜିନିଷଟା ଅଟୋମେଟିକଲି ବାହାରି ଆସିବ। କାରଣ ସେ ଜିନିଷ ତାଙ୍କର ଇନବିଲ୍ଡ ହେଇସାରିଲାଣି ବ୍ଲଡରେ। ଆଉ ଏ ଜିନିଷକୁ ମାନେ କୋଉଠି ମାନେ ବହୁତ ବର୍ଷ ବର୍ଷ ଧରି ମାନେ ସବୁ ଇଏ କରିକି ଆସିଛନ୍ତି ନା, ତାକୁ ମାନି ଚାଲି ଆସିଛନ୍ତି। ତ ଘରେ ଇଏ କରାଯାଉଛି, ଫଲୋ କରାଯାଉଛି, ଇଏ କରାଯାଉଛି, ଦେଖୁଛନ୍ତି ଲୋକ। ଯୋଉମାନେ ଓପନ ମାଇଣ୍ଡେଡ ଯୋଉଟା ରହିଲେ, ଫ୍ରି ମାଇଣ୍ଡେଡ ରହିଲେ, ସେମାନେ ଏଇ ଜିନିଷଟାକୁ ଏଇ ବିଭାଗ ମାନେ ଗ୍ରହଣ କରିବେ ନାହିଁ। ହୁଏତ ସେ ଭିତରୁ ଆପଣ ଜଣେ ହେଇଥାଇପାରନ୍ତି, ଯୋଉ ହିସାବରେ କହୁଛନ୍ତି। ଠିକ ଅଛି, ଆପଣଙ୍କୁ ଧନ୍ୟବାଦ। କିନ୍ତୁ ଠିକ ଅଛି, ମୋର କଥା ଏଥର କୁହନ୍ତୁ ଆପଣ। ଯଦି ଖରାପ ଲାଗିଥିବ ମୁଁ କ୍ଷମା ମାଗୁଛି ସାର୍। ନାଇଁ ନାଇଁ ନାଇଁ, କ୍ଷମା ଖରାପ ମାଗରେ ଭଲ କିଛି ନାହିଁ ଏବେ, ଆପଣ ଆମେ ଖରାପ କିଛି ହେଲେ ଲାଗିବାର। କ୍ଷମା ମାଗିବା। ଯଦି ଆଇ ଯଦି ଆପଣ ସେଥିରେ ହଁ ସେଥିରେ ଆପଣଙ୍କର ଖରାପ ବାଟକୁ ଯାଇଛନ୍ତି ଯଦି, ସେଥିରେ ଆପଣଙ୍କର ଜମା ଦୋଷ ନାହିଁ। ମୁଁ କହିବି ଯେକୌଣସି ଜିନିଷ ଗୋଟେ ଯଦି ଖରାପ ନୀତି, ଖରାପ ଆଦର୍ଶକୁ ଜଣେ ଧରିକି ଯାଉଛି, ସେଥିପାଇଁ ସମାଜ ଦାୟୀ, ସରକାର ଦାୟୀ, ଏବଂ ଆପଣ ଯୋଉ ପରିବେଶ, ଗାଁ ପରିବେଶ, ସେଥିପାଇଁ ଦାୟୀ। ଆପଣ ସେଇଥିରେ ଗଡା ହେଲେ ଅଛି ସେଇ ଅଛି ଜିନିଷଟା ସମସ୍ୟା ହଉଛି ନା। ଆପଣ ଯଦି ନିଜେ ଜ୍ଞାନ ଆହରଣ କରି ଜାଣିବେ ଯେ ଦୁନିଆରେ କଣ ହଉଛି, ଆମେରିକାରେ କଣ ହେଇଥିଲା, ଇଂଲଣ୍ଡରେ କଣ ହେଇଥିଲା, କାଇଁ ଆମେ ପରାଧୀନ ହେଲୁ, କାଇଁ ଜଣକୁ ଏସି କହୁଛୁ, ଜଣକୁ ଦଳିତ କହୁଛୁ, ଜଣକୁ ଛୁଆଁ କହୁଛୁ, ଅଛୁଆଁ କହୁଛୁ, ଏ ଚିନ୍ତାଧାରା ମୂଳକ ଆଜ୍ଞା ଆପଣ ସବୁ ସମସ୍ୟା ଜାଣିପାରେ, ତାର ସମାଧାନ ଆଜ୍ଞା ପାଇବେ। ସେଥିପାଇଁ ଆପଣଙ୍କୁ ଆଜ୍ଞା କିଛି ଆପଣ ଆମର ଯୋଉ ଖରାପ କହୁଥିଲେ କହିବାର ନାହିଁ, କୌଣସି ବ୍ୟକ୍ତି କିଛି କିଛି କମିଛି କିନ୍ତୁ ଅଛି ସାର୍, ବାକି ଅଛି ଗାଁ ମାନଙ୍କୁ। ହଁ ଅଛି। ଆପଣଙ୍କ ଗାଁରେ ଶୁଣନ୍ତୁ, ଆପଣଙ୍କ ଗାଁରେ କଣ ସମସ୍ତେ ଯିଏ ଅଛନ୍ତି ସବୁ ଉଚ୍ଚ ବର୍ଗର ଲୋକ କଣ ନିଚ ବର୍ଗରୁ ଯାଆନ୍ତି ଖାଇବା ପାଇଁ? ନା ନା ଓକେ ସମସ୍ତେ ଜାଣନ୍ତିନି ସାର୍। ତାହେଲେ ଆଚ୍ଛା, ଆପଣ ଏଇ ଯୋଉ ରିସେଣ୍ଟଲି ଯୋଉ ଘଟଣା ଘଟିଛି ଆମ ଭାରତରେ, ଆଗରୁ ତ ହଁ ଘଟି ଚାଲୁଥିଲା, କାହାକୁ ଘୋଡା ଉପରେ ବସିଲେ ମାରି ଦଉଥିଲେ, କି ନିଶ ରଖିଲେ ମାରି ପକଉଥିଲେ। ହଁ ଆଉ ବାହାଘର କରିକି ଯଦି ଯାଉଥିଲା ମନ୍ଦିରକୁ, ତାକୁ ପୁରେଇ ଦେଲେ, ସେ ଯାଇକି ଅଲଗା ଜାଗାକୁ ଗଲା। ଯୋଉ ଏବେ ଯୋଉ ଘଟିଛି ବାଲ୍ମିକି ତାଙ୍କ ନାଁ ସାର୍ ଟିକେ ପୁରା ନାମ ଟା କହିଦବ, ମୋର ଟିକେ ମନେ ପଡୁନି। ତାଙ୍କ ନାଁ ହଉଛି ହରିଓମ ବାଲ୍ମିକି, ବୟସ 40 ହଁ ବର୍ଷ, ଫତେପୁରରୁ ଯାଉଥିଲେ ସେ ରାୟ ବରେଲି। ସେଥିରେ ହଁ ତାଙ୍କୁ ସେ ଯେତେବେଳେ ମାଡ ଚୋର ସନ୍ଦେହ ଖାଉଥାଏ, କରି ସେ ମାଡ ମାରିଛନ୍ତି। ଖାଇଲା ବେଳେ ହଁ ମାଡ ଖାଇଲା ବେଳେ କିନ୍ତୁ ସେ କଣ ରାହୁଲ ଗାନ୍ଧୀ ତା ନାଁ ଟା ତା ପାଟିରୁ ବାହାରିଗଲା। କିନ୍ତୁ ଯୋଉମାନେ ମାରୁଥାନ୍ତି ହେଲା, ତାକୁ ହୁଁ କହୁଥାନ୍ତି ଆମେ ହୁଁ ହଉଛୁ ଯୋଗୀ ସପୋର୍ଟର ହେଲା। ବାବା ଆମ ଲୋକ ବୋଲି। ଯୋଗୀ ସପୋର୍ଟର। ହଁ
କହିକି ତାକୁ ମାରୁଛନ୍ତି ଏମିତି ମାରୁଛନ୍ତି ଯେ ମାନେ ସେ ମୋର ଫଟୋ ଅଛି ଯେ ଦେଖ କିନ୍ତୁ ବର୍ତ୍ତମାନ ୟୁଟ୍ୟୁବ ର ଗାଇଡଲାଇନ କଣ କହୁଛି